ଆଜିର ଏହି ଭିଡ଼ିଓଟି ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁତ ହିଁ ଖାସ୍ ହେବାକୁ ଯାଉଅଛି। କାହିଁକି ନା ବହୁତ ଦିନ ପରେ ବୃଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ଆମେ ଜାଣିବା ବହୁତ ଦିନ ପରେ ବୃଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। ବୃଷ ରାଶିର ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ରହିଲା ଯେ ଏ ଭିଡ଼ିଓକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହେଲେ ଆପଣମାନେ ଜାଣିବାକୁ ପାଇବେ ଯେ କେବେଠାରୁ ଏବଂ କେତେ ତାରିଖଠାରୁ ଆପଣଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଛୋଟିଆ ଅନୁରୋଧ ରହିଲା ଯେ ଯଦି ପ୍ରଥମ କରି ଆମ ଚ୍ୟାନେଲରେ ଆସିଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ ଆଉ କମେଣ୍ଟ ବକ୍ସରେ ଜୟ ଶ୍ରୀ ଶନିଦେବ ଅବଶ୍ୟ ଲେଖନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା ବୃଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। ବୃଷ ରାଶିର ବ୍ୟକ୍ତିମାନେ ଏବେ ଧ୍ୟାନ ଦେଖି ଶୁଣନ୍ତୁ। ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ରାଶିଚକ୍ରର 2 ନମ୍ବର ରାଶିଟି ହେଉଛି ବୃଷ ରାଶି। ଆଉ ଗୋଟିଏ ବଡ଼ କଥା ହେଲା ଯେ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କର 7.5 କିମ୍ବା ଶନିଙ୍କର ଢେଆ ମଧ୍ୟ ଚାଲୁନାହିଁ। ଏବଂ ବୃଷ ରାଶିର ବ୍ୟକ୍ତିମାନେ ଜାଣି ରଖନ୍ତୁ ଯେ ଶନି ଆପଣଙ୍କର ରାଶିରେ ଏକାଦଶ ଘରେ ଚଳନ କରୁଛନ୍ତି। ପ୍ରଥମେ ଶନିଦେବଙ୍କ ବିଷୟରେ କିଛି କଥା ଆଲୋଚନା କରିବା, ତାପରେ ଆପଣଙ୍କର ଜୀବନରେ ଆସୁଥିବା ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା। ଦେଖନ୍ତୁ, ଶନି ହେଉଛନ୍ତି ଆପଣଙ୍କର ରାଶିର ଭାଗ୍ୟସ୍ଥାନ ଏବଂ କ୍ୟାରିୟର ସ୍ଥାନର ସ୍ୱାମୀ ଆପଣଙ୍କର ଏକାଦଶ ଘରେ ବିରାଜମାନ ଅଛନ୍ତି। ଆଉ ବୃଷ ରାଶିର ବ୍ୟକ୍ତିମାନେ ଗୋଟିଏ କଥା ଜାଣି ରଖନ୍ତୁ ଯେ ଯେବେଠାରୁ ଶନି ଆପଣଙ୍କର ଏକାଦଶ ଘରେ ବିରାଜମାନ କରିଛନ୍ତି ଆପଣଙ୍କ ଭିତରେ ବହୁତ ଭଲ ସାହସ ଏବଂ କନଫିଡେନ୍ସ ରହିଅଛି। ଏବଂ ଯେଉଁ କାମ ମଧ୍ୟ ଆପଣମାନେ କରୁଛନ୍ତି ମନ ଧ୍ୟାନ ଦେଖି କରୁଛନ୍ତି। ଆପଣଙ୍କ ପାଇଁ ପ୍ରଥମ ଖୁସିର କଥାଟି ହେଉଅଛି ଆପଣଙ୍କର ମ୍ୟାଚୁରିଟି ଲେଭେଲ୍ ବଢ଼ିବା ସହିତ ଧୀରେ ଧୀରେ ଆପଣଙ୍କର ସ୍ୱପ୍ନ ମଧ୍ୟ ପୂରଣ ହୋଇ ଚାଲିବ ଏବଂ ଆଗାମୀ ସମୟରେ ଆପଣଙ୍କର ଜୀବନକୁ ଆପଣମାନେ ବହୁତ କିଛି ପରିବର୍ତ୍ତନ ମଧ୍ୟ କରିପାରନ୍ତି। ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଗୋଟିଏ ଖୁସିର କଥା ହେଲା ଯେ 15 ଅକ୍ଟୋବର ଠାରୁ ଆପଣଙ୍କର ପାଠ ପଢ଼ାରେ କିଛି ନା କିଛି ପରିବର୍ତ୍ତନ ଆସିବାର ବହୁତ ସମ୍ଭାବନା ରହିଅଛି। କାହିଁକି ନା ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ। ଏଥିପାଇଁ ବିଦ୍ୟାର୍ଥୀମାନଙ୍କର ଜୀବନରେ କିଛି ଚେଞ୍ଜ ଦେଖିବାକୁ ମିଳିବ। କିନ୍ତୁ ମନେ ରଖନ୍ତୁ ଯେ ନଭେମ୍ବର ମାସ 11 ତାରିଖକୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଘରେ ବକ୍ରି ହୋଇଯିବେ। ଆଉ ଜାଣି ରଖନ୍ତୁ ଯେ ଯେବେ ବୃହସ୍ପତି ବକ୍ରି ହୋଇଯିବେ ଆପଣଙ୍କୁ ପ୍ରଥମ ଘରର ଫଳ ମଧ୍ୟ ପ୍ରଦାନ କରିବେ। ଏଥିପାଇଁ ଆପଣଙ୍କର ମ୍ୟାଚୁରିଟି ଲେଭେଲ୍ ମଧ୍ୟ ବହୁତ ବଢ଼ିଯିବ ଏବଂ 11 ନଭେମ୍ବର ଠାରୁ ଆପଣଙ୍କର ଜୀବନରେ ମଧ୍ୟ କିଛି ପରିବର୍ତ୍ତନ ଆସିବାର ଅଧିକା ସମ୍ଭାବନା ରହିଅଛି। ଆଉ ଗୋଟିଏ କଥା ଜାଣି ରଖନ୍ତୁ ଯେ ଶନିଦେବ ଆପଣଙ୍କର ଏକାଦଶ ଘରେ ବିରାଜମାନ ରହିବା ଯୋଗୁଁ ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମୋସନ୍ ମିଳିଯାଇଥିବ। ଯଦି ଏବେ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରମୋସନ୍ ମିଳିନାହିଁ ତାହେଲେ ଆଗାମୀ ସମୟରେ ଆପଣଙ୍କୁ ପ୍ରମୋସନ୍ ମିଳିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଏବଂ ସେପ୍ଟେମ୍ବର ମାସଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଆପଣଙ୍କର କାମ କାର୍ଯ୍ୟରେ ବେପାର ବାଣିଜ୍ୟରେ ବହୁତ ଭଲ ଗ୍ରୋଥ୍ ମିଳିବାର ମଧ୍ୟ ସମ୍ଭାବନା ରହିଅଛି। ଏବଂ ଏହି 3 ମାସ ଭିତରେ ଆପଣଙ୍କର ଜୀବନରେ ବହୁତ କିଛି ଚେଞ୍ଜ ଆସିବାର ମଧ୍ୟ ଅଧିକା ସମ୍ଭାବନା ରହିଅଛି। ଆପଣଙ୍କ ପାଇଁ ଆଉ ଗୋଟିଏ ଖୁସିର କଥା ହେଲା ଯେ ଏହି ବର୍ଷ ଶେଷ ହେବା ପୂର୍ବରୁ ଆପଣମାନେ କିଛି ଲୁହା ସହ ଜଡ଼ିତ ଜିନିଷପତ୍ର ମଧ୍ୟ ପ୍ରସ୍ତୁତ କରିପାରନ୍ତି। କିନ୍ତୁ ବୃଷ ରାଶିର ବ୍ୟକ୍ତିମାନେ ଖାସ୍ କରି ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣଙ୍କ ଭିତରେ ରହିଥିବା କିଛି ଅଭ୍ୟାସ କିମ୍ବା ଗୁଣକୁ ଛାଡ଼ିବାକୁ ଚେଷ୍ଟା କରନ୍ତୁ। ପ୍ରଥମେ ତ ଆପଣଙ୍କର ଲେଜିନେସ୍ ଏବଂ ଅଳସକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଶନି ଆପଣଙ୍କର ଏକାଦଶ ଘରେ ବିରାଜମାନ ରହିକି ଆପଣଙ୍କର ପ୍ରଥମ ଘରେ ଦୃଷ୍ଟି ଦେବା ହେତୁ ଆପଣମାନେ ଟିକେ ଲେଜିନେସ୍ ଏବଂ ଅଳସୁଆମୀ ରହିପାରନ୍ତି। ଆଉ ତା ସହିତ ଆପଣମାନେ ଟିକେ ଅଧିକା ଜିଦ୍ଦି ମଧ୍ୟ କରିପାରନ୍ତି। ଏଥିପାଇଁ ବୃଷ ରାଶିର ବ୍ୟକ୍ତିମାନେ ଜିଦ୍ଦି କରନ୍ତୁ ନାହିଁ କିମ୍ବା କାମ କାର୍ଯ୍ୟ ସମୟରେ ଆପଣମାନେ ଟିକେ ଅଳସୁଆମୀ ହୁଅନ୍ତୁ ନାହିଁ। ଆଉ ଖାସ୍ କରି ଆପଣଙ୍କର ମ୍ୟାରେଜ୍ ଲାଇଫ୍କୁ ମଧ୍ୟ ଟିକେ ଅଧିକା ଧ୍ୟାନ ରଖିବାକୁ ପଡ଼ିବ। ଆଉ ତା ସହିତ ଲଭ୍ ଲାଇନ୍ରେ ରହିଥିବା ବ୍ୟକ୍ତିମାନେ ମଧ୍ୟ ଆପଣଙ୍କର ଲଭ୍ ଲାଇଫ୍କୁ ଟିକେ ଧ୍ୟାନ ରଖନ୍ତୁ। କିନ୍ତୁ ଆପଣଙ୍କ ପାଇଁ ଆଉ ଗୋଟେ ଖୁସିର କଥା ହେଲା ଯେ 28 ଅକ୍ଟୋବର ଠାରୁ ଆପଣଙ୍କର ମ୍ୟାରେଜ୍ ଲାଇଫ୍ରେ କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଅଛି। ଆଉ ତା ସହିତ ଆପଣଙ୍କର ଲାଇଫ୍ ପାର୍ଟନରର କ୍ୟାରିୟରରେ ମଧ୍ୟ ବହୁତ କିଛି ଚେଞ୍ଜ ଆସିବାର ସମ୍ଭାବନା ରହିଅଛି। ଆଉ ଆପଣଙ୍କର ଲାଇଫ୍ ପାର୍ଟନରର ନେଚର କିମ୍ବା ଅଭ୍ୟାସରେ ମଧ୍ୟ କିଛି ଚେଞ୍ଜ ଦେଖିବାକୁ ମିଳିବ। ଆଉ ଖାସ୍ କରି 28 ଅକ୍ଟୋବର ଠାରୁ ଫେବୃଆରୀ 2026 ପର୍ଯ୍ୟନ୍ତ
ଆପଣଙ୍କର ଲାଇଫ୍ ପାର୍ଟନରର ଭାଗ୍ୟରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ହେବାର ବହୁତ ସମ୍ଭାବନା ରହିଅଛି। ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ରାହୁ ଆପଣଙ୍କର ଦଶମ ଘରେ ବିରାଜମାନ ଅଛନ୍ତି ଏବଂ ରାହୁ ଆପଣଙ୍କର ଦଶମ ଘରେ ବିରାଜମାନ ରହିବା ରାହୁ ଆପଣଙ୍କୁ ବହୁତ ଚତୁର ଏବଂ ଚାଲାକ ମଧ୍ୟ ବନାଉଛନ୍ତି। ଆଉ ରାହୁ ଆପଣଙ୍କୁ ବହୁତ ଭଲ ଟ୍ୟାଲେଣ୍ଟ ଏବଂ ଜ୍ଞାନ ମଧ୍ୟ ଦେଉଛନ୍ତି। କିନ୍ତୁ ବୃଷ ରାଶିର ବ୍ୟକ୍ତିମାନେ ଗୋଟିଏ କଥା ମନେ ରଖନ୍ତୁ ଯେ ରାହୁ ଆପଣଙ୍କର ଦଶମ ଘରେ ବିରାଜମାନ ରହିବା ଯୋଗୁଁ ପଲିଟିକ୍ସ କିମ୍ବା ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସବୁବେଳେ ଦୂରେଇକି ରୁହନ୍ତୁ। କାହିଁକି ନା ଆପଣଙ୍କ ସହିତ କୌଣସି ବି ବ୍ୟକ୍ତି ପଲିଟିକ୍ସ କରିପାରନ୍ତି। କିନ୍ତୁ ଯେଉଁ ବୃଷ ରାଶିର ବ୍ୟକ୍ତିମାନେ ରାଜନୀତି ଫିଲ୍ଡରେ ଅଛନ୍ତି, ରାହୁ ଆପଣଙ୍କର କ୍ୟାରିୟର ସ୍ଥାନରେ ବିରାଜମାନ ରହିବା ଯୋଗୁଁ ରାଜନୀତି ଫିଲ୍ଡରେ ରହିଥିବା ବୃଷ ରାଶି ବ୍ୟକ୍ତିମାନଙ୍କର କ୍ୟାରିୟରରେ ବହୁତ କିଛି ଚେଞ୍ଜ ଆସିବାର ସମ୍ଭାବନା ରହିଅଛି। ଆଉ ଯଦି ଆପଣମାନେ IT ଇଞ୍ଜିନିୟର କିମ୍ବା ଟେକ୍ନିକାଲ ଲାଇନରେ ଅଛନ୍ତି, ତାହେଲେ ମଧ୍ୟ ଆପଣଙ୍କର କ୍ୟାରିୟରରେ କିଛି ବଡ଼ ପରିବର୍ତ୍ତନ ଆସିବାର ବହୁତ ସମ୍ଭାବନା ରହିଅଛି। ଆଉ ତା ସହିତ ଆପଣମାନେ ଯଦି ମେଡ଼ିକାଲ ଲାଇନ କିମ୍ବା ଡକ୍ଟର ଅଛନ୍ତି, ଆପଣଙ୍କୁ ମଧ୍ୟ ରାହୁଦେବଙ୍କର କୃପା ଦୃଷ୍ଟିରୁ ବହୁତ ଭଲ ଫାଇଦା ମିଳିବାର ସମ୍ଭାବନା ରହିଅଛି। କିନ୍ତୁ ବୃଷ ରାଶିର ବ୍ୟକ୍ତିମାନେ ଖାସ କରି ଗୋଟିଏ କଥା ମନେ ରଖନ୍ତୁ ଯେ କେତୁ ଆପଣଙ୍କର ଚତୁର୍ଥ ଘରେ ବିରାଜମାନ ଅଛନ୍ତି। ଏଥିପାଇଁ ଆପଣଙ୍କର ମାଙ୍କର ହେଲ୍ଥ ପ୍ରତି ଟିକେ ବିଶେଷ ଧ୍ୟାନ ରଖନ୍ତୁ। କାହିଁକି ନା ଆପଣଙ୍କର ମାଙ୍କୁ ଆଣ୍ଠୁ ଗଣ୍ଠି କିମ୍ବା ବ୍ୟାକ୍ ପେନ୍ ହେବାର ବହୁତ ସମ୍ଭାବନା ରହିଅଛି। ଆଉ ତା ସହିତ ଆପଣଙ୍କର ମାଙ୍କୁ ଦାନ୍ତବଥା ସମସ୍ୟା ହେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଏଥିପାଇଁ ଆପଣମାନେ ଆପଣଙ୍କର ମାଙ୍କର ହେଲ୍ଥ ପ୍ରତି ଟିକେ ଅଧିକାରୁ ଅଧିକା ଧ୍ୟାନ ରଖନ୍ତୁ। ଏବେ ଆସନ୍ତୁ ଜାଣିବା କେବେଠାରୁ ଏବଂ କେତେ ତାରିଖଠାରୁ ଆପଣଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ବୃଷ ରାଶିର ବ୍ୟକ୍ତିମାନେ ମନେ ରଖନ୍ତୁ ଯେ ଆପଣଙ୍କର ରାଶିର ସ୍ୱାମୀ ଶୁକ୍ରଦେବ 15 ସେପ୍ଟେମ୍ବରକୁ ଆପଣଙ୍କର ଚତୁର୍ଥ ଘରକୁ ବିରାଜମାନ କରିବେ। ଆଉ ବୁଧଦେବ କନ୍ୟା ରାଶିରେ ବିରାଜମାନ କରିବେ। ଏଥିପାଇଁ 15 ସେପ୍ଟେମ୍ବର ଠାରୁ ଆପଣଙ୍କର ଜୀବନରେ କିଛି ବଡ଼ ପରିବର୍ତ୍ତନ ହେବାର ବହୁତ ସମ୍ଭାବନା ରହିଅଛି। ଆଉ ତା ସହିତ ଆପଣଙ୍କୁ ବହୁତ ଭଲ ସୁଖ ଶାନ୍ତି ମିଳିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଆଉ ଖାସ କରି ଫ୍ୟାମିଲି ପ୍ଲାନିଂ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବାକୁ ଯାଉଅଛି ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବାକୁ ଯାଉଅଛି। ଆଉ ଖାସ କରି 15 ସେପ୍ଟେମ୍ବର ଠାରୁ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଶୁଭ ସମୟ ରହିବାକୁ ଯାଉଅଛି। ଆଉ ବୁଧଦେବ ନିଜ ରାଶିରେ ବିରାଜମାନ ରହିବା ଯୋଗୁଁ ଆପଣଙ୍କର ବେପାର ବିଜନେସ୍ ପାଇଁ ମଧ୍ୟ ବହୁତ ଭଲ ସମୟ ରହିବାକୁ ଯାଉଅଛି। ଏବଂ ଶୁକ୍ରଦେବ ଆପଣଙ୍କର ପଞ୍ଚମ ଘରକୁ ବିରାଜମାନ କରିବେ। ଆଉ ନଭେମ୍ବର ମାସ 2 ତାରିଖକୁ ଶୁକ୍ରଦେବ ଆପଣଙ୍କର ଷଷ୍ଠ ଘରକୁ ବିରାଜମାନ କରିବେ। ଆପଣଙ୍କ ପାଇଁ ଆଉ ଗୋଟେ ଖୁସିର କଥା ହେଲା ଯେ ଯଦି ବୃଷ ରାଶିର ବ୍ୟକ୍ତିମାନେ ଋଣ ରୋଗ କିମ୍ବା ଶତ୍ରୁମାନଙ୍କ ଠାରୁ ଦୁଃଖ କଷ୍ଟ ପାଉଛନ୍ତି, ତାହେଲେ ଆପଣମାନେ ନଭେମ୍ବର ମାସ 2 ତାରିଖ ଠାରୁ ଋଣ ଏବଂ ରୋଗ ସମସ୍ୟାରୁ ମଧ୍ୟ ଆପଣମାନେ ଧୀରେ ଧୀରେ ମୁକ୍ତି ପାଇପାରିବେ ଏବଂ ଶତ୍ରୁମାନଙ୍କର ଷଡ଼ଯନ୍ତ୍ରରୁ ମଧ୍ୟ ଆପଣମାନେ ଧୀରେ ଧୀରେ ମୁକ୍ତି ପାଇପାରିବେ। ମୋଟାମୋଟି ଭାବେ କହିବାକୁ ଗଲେ 2 ନଭେମ୍ବର ଠାରୁ ଆପଣଙ୍କର ଜୀବନର ବହୁତ କିଛି ଦୁଃଖ କଷ୍ଟ ଦୂର ହେବାକୁ ଯାଉଅଛି। ଆଉ ତା ସହିତ ଆପଣଙ୍କର ଜୀବନର ମଧ୍ୟ ବହୁତ କିଛି ଚେଞ୍ଜ ଦେଖିବାକୁ ମିଳିବ। ଆଉ ଗୋଟିଏ କଥା ଜାଣି ରଖନ୍ତୁ ଯେ 20 ଅକ୍ଟୋବରକୁ ବୃହସ୍ପତି ଆପଣଙ୍କର ତୃତୀୟ ଘରକୁ ବିରାଜମାନ କରିବେ। ଏଥିପାଇଁ ଆପଣମାନେ 20 ଅକ୍ଟୋବର ଠାରୁ ଆପଣଙ୍କର ଘରେ କିଛି ଶୁଭ କାର୍ଯ୍ୟ ମଧ୍ୟ କରିପାରନ୍ତି। ଯେମିତିକି ଆପଣଙ୍କର ଘରେ ପୂଜାପାଠ କରିବା ସହିତ ହୋମ ଯଜ୍ଞ ମଧ୍ୟ କରିପାରନ୍ତି। ଏବଂ 20 ଅକ୍ଟୋବର ଠାରୁ 11 ନଭେମ୍ବର ପର୍ଯ୍ୟନ୍ତ ଆପଣମାନେ ଛୋଟ ମୋଟ କାର୍ଯ୍ୟ କରିବା ସହିତ କିଛି ଧର୍ମ କାର୍ଯ୍ୟରେ ମଧ୍ୟ ଆପଣମାନେ ଟ୍ରାଭେଲିଂ କରିପାରନ୍ତି। ଏ ଥିଲା ଦର୍ଶକ ବନ୍ଧୁ ବୃଷ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଘଟିବାକୁ ଯାଉଥିବା କିଛି ସତ୍ୟ ଭବିଷ୍ୟବାଣୀ। ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଟିକେ ବି ପସନ୍ଦ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।